ଜଗନ୍ନାଥ। ଏ ଭଲ କଥା ତମକୁ କହୁଛି ଶୁଣ। ଏତିକି ମନେ ରଖ, ମାଳିକା ଶାସ୍ତ୍ର କେବେ ହେଲେ ମିଥ୍ୟା ନୁହେଁ। ମହାପୁରୁଷ କହିଛନ୍ତି ଛନ୍ଦି ବାନ୍ଧି କରିକି ଯଦି କହିବ ଉଦର ପୁରିବ ନାହିଁ। ମାଳିକା ଗବେଷଣାଟା ବି ସହଜ ନୁହେଁ। ମାଳିକା ଶାସ୍ତ୍ର ସବୁବେଳେ ଚିରନ୍ତନ ସତ୍ୟ। ଯଦି ଗବେଷଣା ଆମେ ଠିକ୍ ରଖିବା ତାହେଲେ କ'ଣ ହେବ? ମାଳିକା ଶାସ୍ତ୍ର ଠିକ୍ ଆମ ପାଇଁ ହେବ। ଆମେ ଯଦି ଭୁଲ କରିଦେବା ସେଇଟା ହେଉଛି କ'ଣ? ମହାଖରାପ, ମାନେ ପାପ। ବୁଝିପାରୁଛି? ମହାପୁରୁଷ କହନ୍ତି, ପ୍ରତ୍ୟେକ ମହାପୁରୁଷଙ୍କର ଗୋଟାଏ ଭାବ ଥିଲା, ନିଶ୍ଚିନ୍ତ ସମୟର ଗୋଟେ ପରିବର୍ତ୍ତନ ସୁଖ। ତ ଦେଖ, ବର୍ତ୍ତମାନ ସମୟରେ ଲୋକମାନଙ୍କର ଧର୍ମ ଉପରେ ସେତେ ବିଶ୍ୱାସ ନାହିଁ, ଧନ ଉପରେ ବିଶ୍ୱାସ। ଏବଂ ପଞ୍ଚସଖାଙ୍କର ଦୃଢ଼ ବିଶ୍ୱାସ ଥିଲା ଜଗନ୍ନାଥଙ୍କ ଉପରେ। ସେ ଜଗନ୍ନାଥଙ୍କୁ ସ୍ୱୟଂ ସ୍ରଷ୍ଟା ବୋଲି ଭାବନ୍ତି। କିନ୍ତୁ ବର୍ତ୍ତମାନ ସମୟରେ ଜଗନ୍ନାଥଙ୍କୁ ସ୍ରଷ୍ଟା ବୋଲି ସେମିତି ପ୍ରାୟ ମାନନ୍ତି ନାହିଁ। ନିଜକୁ ନିଜେ ସ୍ୱୟଂ ହେଇଯାଆନ୍ତି। ବୁଝିଯାଉଛି? ଯାହା ଫଳରେ ପାପ ଭାରା କ'ଣ ହେଇଯାଏ? ସଂସାରରେ ବା ପୁରୀ ଯାଉଛି। ବର୍ତ୍ତମାନ ଦେଖ, ଠାକୁର ବହୁତ ବାହାରିଲେଣି, କିନ୍ତୁ ପାପ ବି ସେମିତି ବଢ଼ୁଛି। ପରିବର୍ତ୍ତନ ହେଉଛି? ପରିବର୍ତ୍ତନ ହେବାର ନାହିଁ। ମଣିଷ ମଣିଷକୁ କ'ଣ କରୁଛି? ମାରି ଦେଉଛି। କେତେ ନିଷ୍ଠୁର ଭାବ କରି ପ୍ରକାଶ ହେଉଛି। ଯେତେବେଳେ ବ୍ରହ୍ମ ଜାଗେ, ସେତେବେଳେ ଜଳ ମଧ୍ୟ ସଜା କରିବ। ଯେତେବେଳେ ପ୍ରଭୁଙ୍କର ଆଗମନ ହେବ, ଆମର ଦୃଢ଼ ବିଶ୍ୱାସ ସମଗ୍ର ପୃଥିବୀର ଗୋଟେ ବାତାବରଣ ଚେଞ୍ଜ ହେଇଯିବ। ଏବଂ ମହାପୁରୁଷ କହୁଛନ୍ତି, ଦ୍ୱାଦଶ ଗୋପାଳଙ୍କୁ, କୋଉ ମହାପୁରୁଷ? ଅଚ୍ୟୁତାନନ୍ଦ ମହାପୁରୁଷ। ସମସ୍ତଙ୍କର ଥିଲେ ପଞ୍ଚସଖା, ସବୁ ମହାପୁରୁଷଙ୍କର ଥିଲେ ଦ୍ୱାଦଶ ଗୋପାଳ। କିନ୍ତୁ ଅଚ୍ୟୁତାନନ୍ଦ ମହାପୁରୁଷ କହନ୍ତି, ଦିନେ ନା ଦିନେ କ'ଣ ହବ? 49 ଖଣ୍ଡ ପବନ ହବ। ଭୀମ ଭୋଇ ମଧ୍ୟ କହିଛନ୍ତି 49 ଖଣ୍ଡ ପବନ ହବ। ଏବଂ ଅନନ୍ତ ଦାସ ଶିଶୁ ଅନନ୍ତ ମଧ୍ୟ କହିଛନ୍ତି, ଏମିତି ପବନ ବହିବ ଛାତ ମଧ୍ୟ ଉଡ଼େଇ ନବ। ଏମିତି ସମୟଟା ହେଉଛି ସବୁବେଳେ ପାଇଁ ବଳବାନ। ଆମେ ନ ଦେଖିପାରିବା, ଆମ ପୁଅମାନଙ୍କ ସମୟ, ଆଉ ପୁଅମାନେ ନ ଦେଖିପାରିବା, ତାଙ୍କ ପୁଅମାନଙ୍କ ସମୟ ଅଛି। ଆଜି ନହେଲେ ମଧ୍ୟ କାଲି ନିଶ୍ଚିନ୍ତ। କାରଣ ମହାପୁରୁଷ କହିଛନ୍ତି, ଅଚ୍ୟୁତାନନ୍ଦ ମହାପୁରୁଷ, ସୀତା ଠାକୁରାଣୀ ଅସତୀ ହେଇପାରନ୍ତି, ପର୍ବତ ଶିଖରେ କଇଁ ଫୁଟି ପାରେ, ପୂର୍ବ ଭାନୁ ପଶ୍ଚିମରେ ଉଦେଇ ପାରନ୍ତି, ତାଙ୍କର ବଚନ କେବେ ହେଲେ ଟଳିବ ନାହିଁ। ମହାପୁରୁଷ ଗୋଟେ କଥା କହିଥିଲେ, ବଡ଼ ଗୋଟେ, ବାବୁ ରାମ ମନେ ରଖିବା, ଗ୍ରାମେ ଗ୍ରାମେ କୋଠା ଛତୁ ଫୁଟିଯିବ, ନୟନ ଦେଖିବ ଯାଇ, କ୍ଷଣକ ମଧ୍ୟରେ ରସାନ୍ତଳ ହେବ, ରଖି ନ ପାରିବେ କେହି। ଏଇଟା ବହୁତ ପୁରୁଣା ପଦ, ଆମେ ଏ ବିଷୟରେ ବହୁତ ଦିନ ଆଗରୁ କରିଥିଲେ। ତେଣୁ ନିଜ ଆଖିରେ ଦେଖ, 1999 ମସିହା ବାତ୍ୟା ପରେ ପରେ ଗ୍ରାମେ ଗ୍ରାମେ କ'ଣ ହେଇଛି? କୋଠା ଛତୁ ଫୁଟି ଯାଉଛି। ଆଉ ଚାଳ ଘର ଅଛି ନା? କଦପା କ୍ୱଚିତ୍ କାଁ ଭାଁ କୋଉଠି ଚାଳ ଘର ହେବ, ସବୁଠି କ'ଣ ହେଇଛି? କୋଠା ହେଇଯାଇଛି। କହିଲେ ଇଏ କୋଠା ହେଇଯିବ, କିନ୍ତୁ ଦିନେ କ'ଣ ହେଇଯିବ? ରସାନ୍ତଳ ହେବ। ଆକୁ କେହି ରଖିପାରିବେ ନାହିଁ। କାହିଁକି? ମହାପୁରୁଷ ଯଦି ମୁଁ କହୁଛି ବୋଲି ମୋର ଦୋଷ ନାହିଁ। ପୂର୍ବରୁ ଲେଖିଅଛି ଧାତା, ଦାଦା ବୋଲନ୍ତି କି ବ୍ରହ୍ମା, ବିଧାତା। ହେଲେ ବିଧାତା ଯୁଗର ଶେଷ ସମୟରେ କ'ଣ ସବୁ ଘଟିବ ସେ ଲେଖିଛନ୍ତି।
ମୋର ଚେତନା ଥିବା ହେତୁ ମୁଁ ତମମାନଙ୍କୁ କହୁଛି। ଗ୍ରାମେ ଗ୍ରାମେ କୋଠା ଛତୁ ଫୁଟିଯିବ, ଚାରିଆଡ଼େ କୋଠାମୟ ହେଇଯିବ, ଚାଳ ଘର ରହିବ ନାହିଁ। କିନ୍ତୁ ଏ କୋଠା ଗୁଡ଼ାକ ସବୁ କ'ଣ ହେଇଯିବ? ମାଟିରେ ମିଶିଯିବ। କ୍ଷଣକ ମଧ୍ୟରେ ରସାନ୍ତର ହେବ, ଗୋଟେ ମୁହୂର୍ତ୍ତ ମଧ୍ୟରେ ରଖି ନପାରିବେ, କି ତାକୁ କେହି ରକ୍ଷା କରିପାରିବେ ନାହିଁ। କାରଣ କ'ଣ? ଏଇଟା ବିଧିର ବିଧାନ ହେଲା। ତାକୁ ଶିବକଳ୍ପ ଶାସ୍ତ୍ରରେ ମଧ୍ୟ ଲେଖିଲେ ପୁଣି ଗୋଟେ ପଦ, ସେ କହୁଛନ୍ତି ଉଭା ଧନତକ ରଜା ହରି ନେବେ, ପୋତା ହରିବ ବାସୁକି, ବଡ଼ ବଢ଼ିଆ ଯେ କେହି ନ ରହିବେ, ବୁଝୁଲିଉ ଯେ ରାମ ଦୁଃଖୀ। ପୋତା ହରିବ ବାସୁକି, ପୋତା ମାନେ କ'ଣ? ଏ କୋଠା ଆକୁ ଦିନ ମଧ୍ୟ କ'ଣ ହେଇଯିବ? ବାସୁକି ହରଣ କରିବ। ଏକା କଥା। ଏଇ କଥା ଉପରେ ଶିଶୁ ଅନନ୍ତ ମଧ୍ୟ ସିଏ ମଧ୍ୟ କଲମ କରି ଅଛନ୍ତି। ଶିଶୁ ଅନନ୍ତଙ୍କର କଳିଯୁଗ ଶେଷ 34 ସେ ଲେଖିଛନ୍ତି, ଏମିତି ସ୍ଥଳ ପବନ ବହିବ, ମାନେ ଆଉ ସଂସାର କିଛି ରଖିବ ନାହିଁ। ପଞ୍ଚ ମହାବତ ଦ୍ୱାରା କ'ଣ ହେଇଯିବେ? ଦୁଷ୍ଟମାନେ ସଂହାର ହେବେ ହେଲା। ଅଚ୍ୟୁତ ସେଇଆ କହିଛନ୍ତି, କାହିଁ ଜଳ ରୂପେ ମୁଁ କ'ଣ ଠାକୁର କହୁଛନ୍ତି, କାହିଁ ଜଳ ରୂପରେ ଗ୍ରାସିବି, କାହିଁ ପବନ ରୂପରେ ନାସିବି, କାହିଁ ଅଗ୍ନି ରୂପରେ ପୋଡ଼ିବି, ଏମିତି ସବୁ କହିଛନ୍ତି। ଏହାକୁ ଶିଶୁ ଅନନ୍ତ କହିଲେ, ଭାସିଯିବ ଘର ଦ୍ୱାର ଯେ ଜଳ ପବନ ହେବ। କହିଲେ ଅଣଚାଷ ଯେଉଁଟା କହିଥିଲେ ଭୀମ, ଅଣଚାଷ ଖଣ୍ଡ ପବନ ବୋଇଲେ, ସେଇଆକୁ ଶିଶୁ ଅନନ୍ତ କହିଲେ ଭାସିଯିବ ଘର ଦ୍ୱାର, ଏ କୋଠାବାଡ଼ି କିଛି ରହିବ ନାହିଁ। ଯେ ଜଳ ପବନ ହେବ, ପାଣି ହେବ ଏବଂ ପବନ ମଧ୍ୟ ବହିବ। ଭକତକ ଦୁଃଖ ସରିବ, ସୁଖ ଆଗେ ଦିଶିବ। କହିଲେ ଯେତେବେଳେ ଏ ଘଟଣା ସବୁ ଘଟିବ, ତାପରେ ଜାଣିବ ଭକ୍ତଙ୍କର ଦୁଃଖ କ'ଣ ହେଇଯିବ? ସରିଯିବ, ସୁଖ ଦିଶିବ, ମାନେ ସୁଖ ଆସିବା ସମୟ ହେଇଯିବ। କେବେ? ସମୟ ବର୍ତ୍ତମାନ ହେଇ ନାହିଁ, ଆଗକୁ ଅଛି। କହିଲେ ମୁକୁନ୍ଦ ଦେବ 29 ଯେ 31 ଠାବରୁ, ମରିବେ ସକଳ ରାଜା ଯେ ମେଛ ଅଙ୍କ ମଧ୍ୟ। କହିଲେ ମୁକୁନ୍ଦ ଦେବଙ୍କର 29 ଅଙ୍କରୁ 31 ଠାବରୁ, ମାନେ 31ରୁ 29 ଅଙ୍କରୁ 31 ଅଙ୍କ ହେଲା। 29, 30, 31, ଏଇ ଯେଉଁ 3 ବର୍ଷ ଭିତରେ କ'ଣ ହେବ? ମରିବେ ସକଳ ରାଜା ଯେ, ସକଳ ରଜା କ'ଣ ଇଏ ମରିବେ, ଏହି ଅଙ୍କ ମଧ୍ୟ। ଏହି ସମୟ ଭିତରେ, 3 ବର୍ଷ ଭିତରେ ଶିଶୁ ଅନନ୍ତ କହୁଛନ୍ତି, ମାନେ ରଜା ଯେଉଁ ଦୁଷ୍ଟମାନେ, ଦୁଷ୍ଟ ରଜାମାନେ ସେ ରହିବେ ନାହିଁ, ମରିବେ। ମାନେ ଦୁଷ୍ଟ ରଜା କିଏ? ସେ ଜଣେ ବ୍ୟକ୍ତି, ତମ ଘରେ ଦେଖ ଗୋଟେ ଛୁଆଟେ ଯେ ଦୋଷ କଲା, ଯାଉଛି ବାପ ମୁଣ୍ଡରେ, ସେମିତି ପ୍ରଜା ଯଦି ଦୋଷ କରେ ଯାଏ କାହା ମୁଣ୍ଡରେ? ଏରା ରଜା ମୁଣ୍ଡରେ। ଯେଉଁ ରାଜ୍ୟରେ ଅରାଜକତା ହୁଏ, ସେ ସବୁ କ'ଣ ଯିବ? ରଜାଙ୍କ ମୁଣ୍ଡରେ ଯିବ। ସେମିତିଆ ଯେଉଁ ଦୁଷ୍ଟ ରାଜ୍ୟ, ଇଏ ସବୁ କ'ଣ ଯିବ? ବିନାଶ ହେବେ। ଜାଣିଥାଅ ନିଶ୍ଚୟ କୁମରେ, ଯୋଗ ମାୟା ଘଟିବେ। ଏ ଯେଉଁ ଖେଳ ହେବ, ଏ ଯେଉଁ ସଂହାର ହେବ, ସେ କହୁଛନ୍ତି ମୁଁ କିଛି କରିବିନି, କି ପ୍ରଭୁ କିଛି କରିବେ ନାହିଁ। ଏ କ'ଣ ନା ଯୋଗ ମାୟାଙ୍କ ଖେଳ ହେବ ହେଲା। ଯନ୍ତ୍ର ମନ୍ତ୍ର ମାଳା ଭଜନ, ଜନ ଆଗେ ଭକିବେ। ଯେଉଁମାନେ ଲୋକ ଦେଖିଣିଆ, ଅନ୍ତରରେ ଭକ୍ତିଭାବ ନଥିବ, ଉପର ଭକ୍ତି ଦେଖେଇ ଯନ୍ତ୍ର ମନ୍ତ୍ର ମାଳା ଭଜନ କରନ୍ତି। ବୁଝିପାରୁଛ ନା ବୁଝିପାରୁନ? ଯନ୍ତ୍ର ଗୋଟେ ଘରେ ଠାକୁର ରଖିଦେଇଥିବେ, ଯନ୍ତ୍ର ପ୍ରତିଷ୍ଠା କରିଦେଇଥିବେ, ତାକୁ ପୂଜା କରୁଥିବେ, ବୁଝିହେଉଛି, କିନ୍ତୁ ଭକ୍ତିଭାବ ଟିକେ ନଥିବ, ଜୀବରେ ଦୟାଭାବ ନଥିବ, ବୁଝିହେଉଛି, ସବୁବେଳେ ପରର ହିସାବ କରୁଥିବେ, ତା ଦ୍ୱାରା କ'ଣ ହେବ? ସେ ଯନ୍ତ୍ରର କିଛି କାମ କରିବ ନାହିଁ। ମନ୍ତ୍ର ଯଦି ପେଟ ପରିଷ୍କାର ନାହିଁ, ସେ ମନ୍ତ୍ର ଜପିଲେ କ'ଣ ଅଛି? କିଛି ନାହିଁ। ସବୁବେଳେ ହରି ହରି ହେବ,
ଯଦି ପେଟ ସଫା ନାହିଁ, ଗଣ୍ଡଗୋଳିଆ, ପରହିଂସୁକ, ପରନିନ୍ଦା, ପର ଅପବାଦ ସବୁବେଳେ କର, ତାର ମଧ୍ୟ କିଛି ପ୍ରୟୋଜନ ନାହିଁ। ଏମାନେ କ'ଣ ହେବେ? ଏ କୂଳରେ ହେବେ ନାହିଁ କି ସେ କୂଳରେ ହେବେ ନାହିଁ, ପାପିରେ ଗଣା ହେବେ ନାହିଁ କି ପୁଣ୍ୟମତରେ ଗଣା ହେବେ ନାହିଁ, ଏ ମଝି ମଝିଆ ପଡ଼ିଯିବେ। ଏମାନଙ୍କୁ କ'ଣ କରିବେ? ଆଗ ଏଇମାନଙ୍କର ବିନାଶ ହେବ ବୋଲି ଶିଶୁ ଅନନ୍ତ ତାଙ୍କ କଳିଯୁଗ ଶେଷ 34 ଏ ପଦଟି କ'ଣ କରିଛନ୍ତି? ତେଣୁ ସେ ସମୟ ଅଛି, ସମୟ ବର୍ତ୍ତମାନ ହେଇନି। ଯାହା ଘଟିବ ମନେ ରଖିଥିବା ଛୁଆ, 25-30 ବର୍ଷ ଭିତରେ ନିଶ୍ଚିନ୍ତ ଏ ଘଟଣା ସବୁ ଘଟିବ। ମୁକୁନ୍ଦ ଦେବ ରାଜା ହେଲା ପରେ ସମୟକୁ ଅପେକ୍ଷା କରିବା। ଜୟ ଜଗନ୍ନାଥ। ସେ ପ୍ରଭୁଙ୍କ ସଦିଚ୍ଛା ପୂର୍ଣ୍ଣ ହଉ। ବୋଲ ଆନନ୍ଦ ଗବା ହରି।